ସମ୍ବଲପୁର ସାମ୍ବାଦିକ ଭବନଠାରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସଂଗଠନ ତରଫରୁ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲଙ୍କର 78ତମ ଜନ୍ମଦିନକୁ ମହା ଆଡମ୍ବର ସହକାରେ ପାଳନ କରାଯାଇଥିଲା। ପରିଷଦର ଅଧ୍ୟକ୍ଷ ନେହାଲ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ କ୍ଷେତ୍ରମଣି ବିଭାର ଉପସ୍ଥିତ ରହି ପରିଚାଳନା କରିଥିଲେ। ଏହି ଜନ୍ମଦିନ ପାଳନ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ରଙ୍ଗବତୀର ଗାୟକ ତଥା କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲଙ୍କୁ ତାଙ୍କର ବହୁ ଶୁଭେଚ୍ଛୁମାନେ ଉପସ୍ଥିତ ରହି ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ହୀରାକୁଦ ଜଳଭଣ୍ଡାରର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଞ୍ଜିନିୟର ସୁଧୀର କୁମାର ସାହୁ ଓ ସମ୍ମାନିତ ଅତିଥି ଭାବରେ ଛତ୍ରପତି ଡକ୍ଟର ଦୀପକ ପାଣ୍ଡେ, ଏମ୍ଡି ପରଭେଜ ଖାନ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଷଦ ପକ୍ଷରୁ ସୁରେଶ ବାଗ, ପ୍ରଦୀପ କୁମ୍ଭାର, ହରଦମ ମଲ୍ଲିକ ପ୍ରମୁଖଙ୍କ ସମେତ ସବୁ ସଭ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ସମ୍ବଲପୁର ସାମ୍ବାଦିକ ଭବନରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସଂଗଠନ ତରଫରୁ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲଙ୍କ 78ତମ ଜନ୍ମଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ଜଳଭଣ୍ଡାର ବୁର୍ଲା, ସମ୍ମାନୀୟ ଅତିଥି ରୂପେ ଛତ୍ରପତି ଡକ୍ଟର ଦୀପକ ପାଣ୍ଡେ, ଏମ୍ଡି ପରଭେଜ ଖାନ ଏବଂ ସଭା ପରିଚାଳନା କରିଥିଲେ କ୍ଷେତ୍ରମଣି ବିଭାର ଉପାଧ୍ୟକ୍ଷ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ଆଉ ଅନ୍ୟାନ୍ୟ ସହଯୋଗୀମାନେ ଯେଉଁମାନେ କଳା ସଂସ୍କୃତିରେ ଯୋଗେଶ ନନ୍ଦ ଅନ୍ୟାନ୍ୟ କଳାକାରମାନେ ଯୋଗଦାନ କରିକିରି ବଡ଼ ଆଡ଼ମ୍ବରରେ ଉତ୍ସାହିତରେ ପାଳନ କରାଯାଇଥିଲା। ଆଉ ତାଙ୍କୁ ଲିସାନରେ ସ୍ୱାଗତ କରାଯାଇଥିଲା। ଆଉ ଲିସାନ ବାଦ୍ୟକୁ ଆଜି 2 ଜଣ ପ୍ରତିଭାକୁ ସମ୍ମାନିତ ବି କରାଯାଇଥିଲା। निहाल सिंह प्रमुख तथा और तांकर अनेक भाई माने समस्त मिसिकर आज ये जन्मदिन के पालन करले से लगी मुई निश्चय ताकरी स्नेह और श्रद्धारे अभिभूत हो जाइए।